ଆଉ ଏକ ନୂଆ କ୍ଲାସ୍କୁ ମୋର ସମସ୍ତ ପାଠକ ମଣ୍ଡଳୀମାନଙ୍କୁ ପ୍ରଥମେ ମୁଁ ସ୍ୱାଗତ ଜଣାଉଛି। ଆଜି ଆମେ ଭାଷିକ ଧ୍ୱନି ସମ୍ପର୍କରେ ଆଲୋଚନା କରିବା। ପ୍ରଥମ କ୍ୱେଶ୍ଚିନ୍ ହେଉଛି ଧ୍ୱନିର ଲିଖିତ ରୂପକୁ କ'ଣ କୁହାଯାଏ? ଉତ୍ତର ହେଉଛି ବର୍ଣ୍ଣ। 2 ନମ୍ବର କ୍ୱେଶ୍ଚିନ୍ ହେଉଛି ଓଡ଼ିଆ ଭାଷାର ବର୍ଣ୍ଣ ସମୁଦାୟକୁ କ'ଣ କୁହାଯାଏ? ଉତ୍ତର ହେଉଛି ବର୍ଣ୍ଣମାଳା। 3 ନମ୍ବର କ୍ୱେଶ୍ଚିନ୍ ହେଉଛି ଓଡ଼ିଆ ବର୍ଣ୍ଣମାଳାର ବର୍ଣ୍ଣ ସଂଖ୍ୟା କେତେ? ଉତ୍ତର ହେଉଛି 50। 4 ନମ୍ବର କ୍ୱେଶ୍ଚିନ୍ ହେଉଛି ଓଡ଼ିଆ ବର୍ଣ୍ଣ ମଧ୍ୟରୁ ସ୍ୱରଧ୍ୱନି କେତୋଟି? ଉତ୍ତର ହେଉଛି 8ଟି, ଯଥା ଅ, ଆ, ହସେଇ, ହସଉ, ଏ, ଓ, ଐ, ଔ। 5 ନମ୍ବର କ୍ୱେଶ୍ଚିନ୍ ହେଉଛି ଓଡ଼ିଆ ଭାଷାରେ କେତୋଟି ଶୁଦ୍ଧ ସ୍ୱରଧ୍ୱନି ଅଛି? ଉତ୍ତର ହେଉଛି 6ଟି, ଅ, ଆ, ହସେଇ, ହସଉ, ଏ, ଓ। 6 ନମ୍ବର କ୍ୱେଶ୍ଚିନ୍ ହେଉଛି ଓଡ଼ିଆ ବର୍ଣ୍ଣମାଳାରେ କେଉଁ 2ଟି ଯୌଗିକ ସ୍ୱରଧ୍ୱନି ଅଛି? ଉତ୍ତର ହେଉଛି 2ଟି, ଐ, ଔ। 7 ନମ୍ବର କ୍ୱେଶ୍ଚିନ୍ ହେଉଛି ଜିହ୍ୱାର ବିଭାଗ ଦୃଷ୍ଟିରୁ ସ୍ୱରଧ୍ୱନି କେତେ ଭାଗରେ ବିଭକ୍ତ? ଉତ୍ତର ହେଉଛି 3 ଭାଗରେ, ଅଗ୍ର, ପାଶ୍ଚାତ୍ୟ, କେନ୍ଦ୍ରୀୟ। 8 ନମ୍ବର କ୍ୱେଶ୍ଚିନ୍ ହେଉଛି ଜିହ୍ୱାର ବିଭାଗ ଦୃଷ୍ଟିରୁ କେଉଁ ଧ୍ୱନି ଅଗ୍ରସ୍ୱର ଶ୍ରେଣୀ ପର୍ଯ୍ୟାୟଭୁକ୍ତ? ଉତ୍ତର ହେଉଛି ହସେଇ, ଏ। 9 ନମ୍ବର କ୍ୱେଶ୍ଚିନ୍ ହେଉଛି କେଉଁଟି କେନ୍ଦ୍ରୀୟ ସ୍ୱରଧ୍ୱନି? ଉତ୍ତର ହେଉଛି ଆ। 10 ନମ୍ବର କ୍ୱେଶ୍ଚିନ୍ ହେଉଛି ଜିହ୍ୱାର ବିଭାଗ ଦୃଷ୍ଟିରୁ କେଉଁ ଧ୍ୱନି ପଶ୍ଚାତ୍ ସ୍ୱରଧ୍ୱନି ଶ୍ରେଣୀଭୁକ୍ତ? ଉତ୍ତର ହେଉଛି ଅ, ହସଉ, ଓ। 11 ନମ୍ବର କ୍ୱେଶ୍ଚିନ୍ ହେଉଛି ଜିହ୍ୱାର ଉଚ୍ଚତା ଦୃଷ୍ଟିରୁ ସ୍ୱରଧ୍ୱନି କେତେ ଭାଗରେ ବିଭକ୍ତ? ଉତ୍ତର ହେଉଛି 4 ଭାଗରେ, ଯଥା ସମ୍ବୃତ, ଅର୍ଦ୍ଧସମ୍ବୃତ, ବିବୃତ, ଅର୍ଦ୍ଧବିବୃତ। 12 ନମ୍ବର କ୍ୱେଶ୍ଚିନ୍ ହେଉଛି ଜିହ୍ୱାର ଉଚ୍ଚତା ଦୃଷ୍ଟିରୁ ଆ କେଉଁ ଶ୍ରେଣୀର ସ୍ୱରଧ୍ୱନି? ଉତ୍ତର ହେଉଛି ବିବୃତ ସ୍ୱରଧ୍ୱନି। 13 ନମ୍ବର କ୍ୱେଶ୍ଚିନ୍ ହେଉଛି ଜିହ୍ୱାର ଉଚ୍ଚତା ଦୃଷ୍ଟିରୁ ଉ କେଉଁ ଶ୍ରେଣୀର ସ୍ୱରଧ୍ୱନି? ଉତ୍ତର ହେଉଛି ସମ୍ବୃତ ସ୍ୱରଧ୍ୱନି। 14 ନମ୍ବର କ୍ୱେଶ୍ଚିନ୍ ହେଉଛି ଜିହ୍ୱାର ଉଚ୍ଚତା ଦୃଷ୍ଟିରୁ ଓ କେଉଁ ଶ୍ରେଣୀର ସ୍ୱରଧ୍ୱନି? ଉତ୍ତର ହେଉଛି ଅର୍ଦ୍ଧସମ୍ବୃତ ସ୍ୱରଧ୍ୱନି। 15 ନମ୍ବର କ୍ୱେଶ୍ଚିନ୍ ହେଉଛି ଓଷ୍ଠର ଅବସ୍ଥିତି ଦୃଷ୍ଟିରୁ ମୌଳିକ ସ୍ୱରଧ୍ୱନି କେତେ ଭାଗରେ ବିଭକ୍ତ? ଉତ୍ତର ହେଉଛି 2 ଭାଗରେ, ଗୋଲାକୃତ, ଅଗୋଲାକୃତ। 16 ନମ୍ବର କ୍ୱେଶ୍ଚିନ୍ ହେଉଛି ବର୍ଗ ଭିତ୍ତିରେ ବ୍ୟଞ୍ଜନ ବର୍ଣ୍ଣ କେତେ ଭାଗରେ ବିଭକ୍ତ? ଉତ୍ତର ହେଉଛି 2 ଭାଗରେ, ଗୋଟିଏ ବର୍ଗୀୟ, ଅନ୍ୟଟି ହେଉଛି ଅବର୍ଗୀୟ। 17 ନମ୍ବର କ୍ୱେଶ୍ଚିନ୍ ହେଉଛି ବର୍ଗୀୟ ବ୍ୟଞ୍ଜନ କେତେ ଭାଗରେ ବିଭକ୍ତ? ଉତ୍ତର ହେଉଛି 5 ଭାଗରେ। 18 ନମ୍ବର କ୍ୱେଶ୍ଚିନ୍ ହେଉଛି ପ୍ରାଣତତ୍ତ୍ୱ ଦୃଷ୍ଟିରୁ ବର୍ଗୀୟ ବ୍ୟଞ୍ଜନ କେତେ ଭାଗରେ ବିଭକ୍ତ ହୋଇଛି? ଉତ୍ତର ହେଉଛି 2 ଭାଗରେ ବିଭକ୍ତ ହୋଇଛି। 19 ନମ୍ବର କ୍ୱେଶ୍ଚିନ୍ ହେଉଛି ଘୋଷିତ ଦୃଷ୍ଟିରୁ ବର୍ଗୀୟ ବ୍ୟଞ୍ଜନ କେତେ ଭାଗରେ ବିଭକ୍ତ? ଉତ୍ତର ହେଉଛି ପିଲାମାନେ 2 ଭାଗରେ ବିଭକ୍ତ। 20 ନମ୍ବର କ୍ୱେଶ୍ଚିନ୍ ହେଉଛି ପ୍ରାଣତତ୍ତ୍ୱ ଦୃଷ୍ଟିରୁ ବର୍ଗର କେଉଁ ବର୍ଣ୍ଣ ଅଳ୍ପ ପ୍ରାଣଧ୍ୱନି? ଉତ୍ତର ହେଉଛି ପ୍ରଥମ ଓ ତୃତୀୟ ବର୍ଣ୍ଣ। 21 ନମ୍ବର କ୍ୱେଶ୍ଚିନ୍ ହେଉଛି ପ୍ରାଣତତ୍ତ୍ୱ ଦୃଷ୍ଟିରୁ ବର୍ଗର କେଉଁ ବର୍ଣ୍ଣ ମହାପ୍ରାଣଧ୍ୱନି? ଉତ୍ତର ହେଉଛି ଦ୍ୱିତୀୟ ଓ ଚତୁର୍ଥ ବର୍ଣ୍ଣ। 22 ନମ୍ବର କ୍ୱେଶ୍ଚିନ୍ ହେଉଛି ପ୍ରତି ବର୍ଗର ପଞ୍ଚମ ବ୍ୟଞ୍ଜନ ବର୍ଣ୍ଣ କେଉଁ ଧ୍ୱନି ଶ୍ରେଣୀଭୁକ୍ତ? ଉତ୍ତର ହେଉଛି ଅନୁନାସିକ ଧ୍ୱନି। 23 ନମ୍ବର କ୍ୱେଶ୍ଚିନ୍ ହେଉଛି ଘୋଷିତ ଦୃଷ୍ଟିରୁ ବର୍ଗର କେଉଁ ବର୍ଣ୍ଣ ଅଘୋଷ ବ୍ୟଞ୍ଜନ ଧ୍ୱନି ହୋଇଥାଏ? ଉତ୍ତର ହେଉଛି ପ୍ରଥମ ଓ ଦ୍ୱିତୀୟ। 24 ନମ୍ବର କ୍ୱେଶ୍ଚିନ୍ ହେଉଛି ଘୋଷିତ ଦୃଷ୍ଟିରୁ ବର୍ଗର ତୃତୀୟ ଓ ଚତୁର୍ଥ ବର୍ଣ୍ଣ କେଉଁ ଧ୍ୱନି ପର୍ଯ୍ୟାୟର? ଉତ୍ତର ହେଉଛି ସଘୋଷ ଧ୍ୱନି। 25 ନମ୍ବର କ୍ୱେଶ୍ଚିନ୍ ହେଉଛି ବର୍ଗର କେଉଁ ବର୍ଣ୍ଣ କଣ୍ଠଧ୍ୱନି ଶ୍ରେଣୀଭୁକ୍ତ? ଉତ୍ତର ହେଉଛି କ, ଖ, ଗ, ଘ, ଙ। 26 ନମ୍ବର କ୍ୱେଶ୍ଚିନ୍ ହେଉଛି ବର୍ଗର କେଉଁ ବର୍ଣ୍ଣ
ତାଲବ୍ୟ ଧ୍ୱନି ଶ୍ରେଣୀଭୁକ୍ତ? ଉତ୍ତର ହେଉଛି ଚ ଛ ଜ ଝ। 27 ନମ୍ବର କ୍ୱେଶ୍ଚିନ୍ ହେଉଛି ବର୍ଗର କେଉଁ ବର୍ଣ୍ଣ ମୂର୍ଧନ୍ୟ ଧ୍ୱନି ଶ୍ରେଣୀଭୁକ୍ତ? ଉତ୍ତର ହେଉଛି ଟ ଠ ଡ ଢ ଣ। 28 ନମ୍ବର କ୍ୱେଶ୍ଚିନ୍ ହେଉଛି କେଉଁ ବର୍ଣ୍ଣଗୁଡ଼ିକ ଦନ୍ତ୍ୟ ବ୍ୟଞ୍ଜନ ଧ୍ୱନି ପର୍ଯ୍ୟାୟର? ଉତ୍ତର ହେଉଛି ତ ଥ ଦ ଧ ନ। 29 ନମ୍ବର କ୍ୱେଶ୍ଚିନ୍ ହେଉଛି କେଉଁ ବର୍ଣ୍ଣଗୁଡ଼ିକ ଓଷ୍ଠୀୟ ବ୍ୟଞ୍ଜନ ଧ୍ୱନି ପର୍ଯ୍ୟାୟର? ଉତ୍ତର ହେଉଛି ପ ଫ ବ ଭ ମ। 30 ନମ୍ବର କ୍ୱେଶ୍ଚିନ୍ ହେଉଛି ପାର୍ଶ୍ୱିକ ଧ୍ୱନି କେଉଁଟି? ଉତ୍ତର ହେଉଛି ଳ ଲ। 31 ନମ୍ବର କ୍ୱେଶ୍ଚିନ୍ ହେଉଛି କେଉଁ ବ୍ୟଞ୍ଜନ ଧ୍ୱନି ସଂଘର୍ଷୀ ଧ୍ୱନି ଅନ୍ତର୍ଭୁକ୍ତ? ଉତ୍ତର ହେଉଛି ସ ଆଉ ହ। 32 ନମ୍ବର କ୍ୱେଶ୍ଚିନ୍ ହେଉଛି କେଉଁ ବର୍ଣ୍ଣଗୁଡ଼ିକ ନାସିକ ଧ୍ୱନି ଭାବେ ଗଣାଯାଉଥାଏ? ଉତ୍ତର ହେଉଛି ଙ ଣିୟ ଣ ନ ମ। 33 ନମ୍ବର କ୍ୱେଶ୍ଚିନ୍ ହେଉଛି ଲୋଡ଼ିତ ବ୍ୟଞ୍ଜନ ଧ୍ୱନି କେଉଁଟି? ଉତ୍ତର ହେଉଛି ର। 34 ନମ୍ବର କ୍ୱେଶ୍ଚିନ୍ ହେଉଛି କେଉଁ ଭାଷା ବିଜ୍ଞାନୀ ପ୍ରଥମେ ଓଡ଼ିଆ ଭାଷାର ସର୍ବେକ୍ଷଣ ଆରମ୍ଭ କରିଥିଲେ? ଉତ୍ତର ହେଉଛି ଗ୍ରିୟର୍ସନ। 35 ନମ୍ବର କ୍ୱେଶ୍ଚିନ୍ ହେଉଛି ୟ କେଉଁ ପ୍ରକାର ଧ୍ୱନି? ଉତ୍ତର ହେଉଛି ଅର୍ଦ୍ଧସ୍ୱର ଧ୍ୱନି। 36 ନମ୍ବର କ୍ୱେଶ୍ଚିନ୍ ହେଉଛି କେଉଁଟି ଉଷ୍ମ ବର୍ଣ୍ଣ? ଉତ୍ତର ହେଉଛି ତାଲବେଶ। 37 ନମ୍ବର କ୍ୱେଶ୍ଚିନ୍ ହେଉଛି ସ୍ୱରବର୍ଣ୍ଣର ସାଙ୍କେତିକ ଚିହ୍ନକୁ କଣ କୁହାଯାଏ? ଉତ୍ତର ହେଉଛି ମାତ୍ରା। 38 ନମ୍ବର କ୍ୱେଶ୍ଚିନ୍ ହେଉଛି ବ୍ୟଞ୍ଜନ ବର୍ଣ୍ଣରେ ସାଙ୍କେତିକ ଚିହ୍ନକୁ କଣ କୁହାଯାଏ? ଫଳା କୁହାଯାଏ। 39 ନମ୍ବର କ୍ୱେଶ୍ଚିନ୍ ହେଉଛି କେଉଁ ସ୍ୱରବର୍ଣ୍ଣର ମାତ୍ରା ନାହିଁ? ଅ। ଉତ୍ତର ହେଉଛି ଅ। ଏ ଥିଲା ଧ୍ୱନି ସମ୍ପର୍କିତ ଏକ ତଥ୍ୟଭିତ୍ତିକ ଆଲୋଚନା। ଏ ଆଲୋଚନାଟି ଯଦି ପାଠକମାନଙ୍କୁ କିଛି ମାତ୍ରାରେ ସହଯୋଗ କରିପାରେ ତାହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, ଲାଇକ୍ କରିବେ, ସେୟାର କରିବେ ଏବଂ ନିଜସ୍ୱ ଅଭିମତ ପ୍ରଦାନ କରିବେ।